ଏକ ଜଙ୍ଗଲରେ ନାନା ପକ୍ଷୀ ରହୁଥିଲେ। ସେମାନଙ୍କର ମଧ୍ୟରୁ ଗୋଟିଏ ପକ୍ଷୀ ବହୁତ ବୁଦ୍ଧିମାନ ଥିଲା। ଦିନେ ଜଙ୍ଗଲରେ ଏକ ଭୟଙ୍କର ସଙ୍କଟ ଆସିଲା। ଜଙ୍ଗଲ ଚାରିପାଖରେ ନିଆଁ ଲାଗିଗଲା। ପକ୍ଷୀମାନେ ଏହା ଦେଖି ବହୁତ ଭୟଭୀତ ହୋଇଗଲେ। ସେମାନେ କ'ଣ କରିବେ ଭାବୁଥିଲେ। ପିକୁ ନାମକ ପକ୍ଷୀ ସବୁ ପକ୍ଷୀଙ୍କୁ ଗୋଟିଏ ଗଛ ତଳେ ଏକତ୍ରିତ କଲା ଏବଂ କହିଲା, ମୋ ପ୍ରିୟ ପକ୍ଷୀମାନେ, ଆମେ ସବୁଠାରୁ ଆଗ ଶାନ୍ତ ହେବା ଆବଶ୍ୟକ। ଯଦି ଆମେ ଗଭୀର ଭାବି କର୍ମ କରିବା, ଆମେ ଏହି ସଙ୍କଟରୁ ମୁକ୍ତି ପାଇପାରିବା। ସେ ଗୋଟିଏ ଯୋଜନା ପ୍ରସ୍ତୁତ କଲା। ଆମର ପକ୍ଷୀ ଦଳ ଏକାଠି ହୋଇ ନଦୀରୁ ପାଣି ଆଣି ନିଆଁ ଲିଭାଇବା। ସବୁ ପକ୍ଷୀ ପିକୁ କଥାକୁ ଶୁଣିଲେ ଏବଂ ଏହାକୁ ମାନି ସେମାନେ ମିଶି ଏକାଠି ହୋଇ ପାଣି ଆଣି ନିଆଁ ଲିଭାଇବା ଆରମ୍ଭ କଲେ। କିଛି ସମୟ ପରେ ନିଆଁ ଲିଭିଗଲା ଏବଂ ଜଙ୍ଗଲ ପୁଣି ଶାନ୍ତ ହୋଇଗଲା। ପକ୍ଷୀମାନେ ପିକୁକୁ ସମସ୍ତେ ସମ୍ମାନ କଲେ, କାରଣ ଏତେ ବଡ଼ ସଙ୍କଟରୁ ଜଙ୍ଗଲର ସମସ୍ତ ପକ୍ଷୀଙ୍କୁ ବଞ୍ଚାଇଲା। ଏହି କଥାରୁ ଆମକୁ ଏହା ଶିକ୍ଷା ମିଳେ ଯେ କେତେ ବି ଗମ୍ଭୀର ପରିସ୍ଥିତି ହେଲେ ବି ଯଦି ଆମେ ବୁଦ୍ଧି ଏବଂ ଏକତା ଦ୍ୱାରା କାମ କରିବା, ତେବେ ଆମେ କୌଣସି ସଙ୍କଟରୁ ମୁକ୍ତି ପାଇପାରିବା। ତିନୋଟି ପକ୍ଷୀ ବହୁତ ଭଲ ସାଙ୍ଗ ଥିଲେ। ସେମାନେ ଜଣେ କୁଆ, ଜଣେ କୋଇଲି ଓ ଜଣେ କପୋତ। ସେମାନେ ଜଙ୍ଗଲ ମଝିରେ ଥିବା ଛୋଟ ବରଗଛ ଡାଳରେ ତିନିଜଣ ସାଙ୍ଗ ହୋଇ ଖେଳନ୍ତି ଏବଂ ସୁନ୍ଦର ଜୀବନ ଅତିବାହିତ କରନ୍ତି। କାଉଟି ମାନସିକ ଭାବେ ଦୃଢ଼ ଏବଂ ଚାଲାକ। କୋଇଲି ହେଉଛି ଜଣେ ମିଛବାଦୀ ଏବଂ ସେ ମିଛ କାହାଣୀ କହି ସମସ୍ତଙ୍କୁ ଭ୍ରମିତ କରାଏ। କପୋତଟି ବହୁତ ପରିଶ୍ରମୀ, ସମସ୍ତଙ୍କୁ ସାହାଯ୍ୟ କରିବାରେ ବିଶ୍ୱାସ କରେ। ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱ ବହୁତ ଘନିଷ୍ଠ ଏବଂ ସମସ୍ତଙ୍କୁ ସାହାଯ୍ୟ କରିବାରେ ସେମାନେ ବହୁତ ଭଲ ପାଆନ୍ତି। ଗୋଟିଏ ଦିନ ଶୁଭ ସକାଳେ ଏକ ସୁନ୍ଦର ଦୃଶ୍ୟ ଦେଖୁଥାନ୍ତି। ସେହି ସମୟ ମଧ୍ୟରେ ଅଜଣା ଶବ୍ଦ ଶୁଭିଲା। ସେମାନେ ଶବ୍ଦଟି କ'ଣ ଭୟଙ୍କର ଅଛି କି ଜାଣିବାକୁ ଚେଷ୍ଟା କଲେ। କାଉଟି ସର୍ବପ୍ରଥମେ ଶବ୍ଦଟି ଶୁଣିଲା ଏବଂ ସେ କହିଲା, ଏହା ଏକ ବଡ଼ ପ୍ରାଣୀର ଶବ୍ଦ। କୋଇଲିଟି କହିଲା, ନା, ଏହା ଏକ ଛୋଟ ପ୍ରାଣୀର ହେବ, ଯାହା ଆମକୁ ଭୟଭୀତ କରିବାକୁ ଚେଷ୍ଟା କରୁଛି। କପୋତଟି କହିଲା, ଆସ ଆମେ ଏହି ଶବ୍ଦଟି କାହାର ଦେଖିବା। ଅନ୍ୟ କୌଣସି କିଛି ଭୟଙ୍କର ଜୀବର ତ ନୁହେଁ। ସେମାନେ ବିଚାର କଲେ, କାହିଁକି ଏହି ଶବ୍ଦ ଭୟଙ୍କର ଲାଗୁଛି। ସେମାନେ ପୁଣି ଶବ୍ଦ କରି କହିଲେ। ପୁଣି ସେହି ଶବ୍ଦ ତାଙ୍କ ଆଡ଼କୁ ଫେରିଆସିଲା। କାହିଁକି ଏହି ଶବ୍ଦ ଫେରିକି ଆସୁଛି, ତାର କାରଣ କ'ଣ? ସେମାନେ ଅନୁଭବ କଲେ, ଏହା ତାଙ୍କର ହିଁ ଶବ୍ଦ ପ୍ରତିଫଳିତ ହୋଇ ପୁଣି ଫେରିଆସୁଛି। ଏହି ପରୀକ୍ଷା କଲାପରେ ସେମାନେ ଜାଣିଲେ, ଫାଙ୍କା ସ୍ଥାନରେ ଶବ୍ଦ କଲେ ଶବ୍ଦ ପ୍ରତିଫଳନ ହୋଇଥାଏ। ଏହାପରେ ସେମାନଙ୍କର ବନ୍ଧୁତ୍ୱ ଆହୁରି ଘନିଷ୍ଠ ହୋଇଗଲା। ବହୁଦିନ ପୂର୍ବରୁ ଗାଁର ଏକ ଛୋଟ ବଗିଚାରେ ଦୁଇଟି ପକ୍ଷୀ ରହୁଥାନ୍ତି। ସେମାନେ ହେଲେ କିରଣ ଏବଂ ଚନ୍ଦନ। କିରଣ ଅତି ସୁନ୍ଦର। ସେ ସବୁଦିନ ସୁଗନ୍ଧିତ ଫୁଲ ଖାଏ ଏବଂ ଚନ୍ଦନ ପ୍ରତିଦିନ ମିଠା ମିଠା ଫଳ ଖାଏ। କିଛି ଦିନ ପରେ ସେମାନେ ଭାବିଲେ ଯେ ଦୁଇଜଣ ମିଶି ଏକ ଉତ୍ତମ କାମ କରିବେ। ସେମାନେ ମିଶି ଏକ ପଡ଼ିଆରେ ସୁନ୍ଦର ପରିବର୍ତ୍ତନ କଲେ। କିରଣ ଫୁଲ ଲଗାଇଲା ଏବଂ ଚନ୍ଦନ ଫଳ ଲଗାଇଲା। କିଛି ଦିନ ପରେ ଯେତେବେଳେ ସେମାନଙ୍କର ବଗିଚା ସଫଳ ହେଲା, ଗାଁର ସମସ୍ତ ଲୋକ ଆସି ଦେଖିଲେ ଏବଂ ପ୍ରଶଂସା କଲେ। ସେମାନଙ୍କର ଉତ୍ତମ କାମ ଦେଖି ସମସ୍ତେ ପ୍ରେରିତ ହେଲେ। ଦୁଇଟି ପକ୍ଷୀର ଏକତ୍ର ଉପକାର କାହାଣୀ ଗାଁର ସମସ୍ତଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେଲା।